ସାର୍ ଆପଣଙ୍କୁ ନ୍ୟୁଜ୍ ରୁମକୁ ସ୍ୱାଗତ କରୁଛି ସାର୍। ଜାଣିବା ପାଇଁ ଚାହିଁବି ଲଗାତାର ଭାବେ ଏଇ ଯୋଉ ଡିଜିଟାଲ ଆରେଷ୍ଟକୁ ନେଇକି ଖବର ଆସୁଛି ଯେ 2 ଦିନର ପ୍ରଥମେ ଜଣେ ବ୍ୟକ୍ତିଙ୍କୁ ଗୃହବନ୍ଦୀ କରାଗଲା, ତାପରେ 20 ଲକ୍ଷ ତାଙ୍କଠୁ ଲୁଟ୍ ହେଲା। ତ ତାକୁ ନେଇକି ଗୋଟେ ରାଜଧାନୀରେ ଏକ ହଇଚଇ ସୃଷ୍ଟି ହୋଇଛି। ପୂର୍ବରୁ ମଧ୍ୟ ଜଣେ ବ୍ୟକ୍ତିଙ୍କ ଠାରୁ ଯିଏକି ଜଣେ କର୍ପୋରେଟର ଥିଲେ, ତ ତାଙ୍କ ଠାରୁ ମଧ୍ୟ 80 ଲକ୍ଷ ଲୁଟ୍ କରିନେଇଥିଲେ ଲୁଟେରା। ତାକୁ ନେଇ କଣ କହିବେ? ପ୍ରଥମେ ଆପଣ ଟିକେ ସରଳ ଭାବେ ବୁଝାଇଦେବେ କି ଏଇ ଯୋଉ ଡିଜିଟାଲ ଆରେଷ୍ଟ ସେଇଟା କଣ? ନମସ୍କାର। ଯଦି ଆମେ ଦେଖିବା ଯେ ଡିଜିଟାଲ ଆରେଷ୍ଟ କହିବାକୁ ଗଲେ ଏ ଯୋଉ ଯେତେ ସବୁ ଫ୍ରଡଷ୍ଟର ଅଛନ୍ତି, ସେମାନେ ଯୋଉମାନେ ଫ୍ରଡ କରନ୍ତି, ଆଜ୍ଞା ସେମାନେ ଦେଖନ୍ତି ଯେ ଆମେ ହଉଛୁ ସିବିଆଇ ରୁ, ଆମେ ପୋଲିସ ରୁ, ଆମେ ହଉଛୁ ପୋଲିସ ଡିଜି ଅଫିସ ରୁ, ଆଉ ଆମେ ହଉଛୁ କ୍ରାଇମ ବ୍ରାଞ୍ଚ ରୁ। ଏସବୁ ଜାଗାରୁ ସେମାନେ ତାଙ୍କୁ ନିଜର ପରିଚୟ ଦିଅନ୍ତି, ଯୋଉଟା କି ଫ୍ରଡ ଆଉ ଫଲ୍ସ ପରିଚୟ ଦିଅନ୍ତି। ଏବଂ ସେମାନେ କୁହନ୍ତି ଯେ ଆପଣ କିଛି ଇଲିଗାଲ କାମ କରିଛନ୍ତି ବା ଇଲିଗାଲ କିଛି ପାର୍ସଲ ଆସିଛି ବା କଷ୍ଟମ ଡିପାର୍ଟମେଣ୍ଟ ରୁ ଆସିଛି, ତେଣୁ ଆପଣ ବର୍ତ୍ତମାନ ଆରେଷ୍ଟରେ ଅଛନ୍ତି, ଡିଜିଟାଲ ଆରେଷ୍ଟରେ ଅଛନ୍ତି। ତେଣୁ ଆପଣଙ୍କୁ ଏଥିରେ ଆପଣଙ୍କର ପଠାନ୍ତୁ, ଆଉ ଆପଣଙ୍କର ଏ କ୍ଲେମଟାକୁ ସେଟଲ କରିବା ପାଇଁ ହେଲେ ଆପଣ କିଛି ଆପଣଙ୍କର କେୱାଇସି ବା ଆପଣ ଡିଟେଲ୍ସ ପଠାନ୍ତୁ, ଆପଣଙ୍କର ଓଟିପି ନିଅନ୍ତୁ ବା ଓଟିପି ଦିଅନ୍ତୁ, ଦେ ଆପଣ ଏଥିରେ କିଛି ତାପରେ କହିବେ ଯେ ଆପଣ ପେମେଣ୍ଟ କରନ୍ତୁ। ତେଣୁ ଏସବୁ ଦିଗରେ ଯଦି କଲା ପରେ ସେମାନେ କହିବେ ଯେ ଆପଣ ୟୁ ଆର ଅଣ୍ଡର ଡିଜିଟାଲ ଆରେଷ୍ଟ। ତେଣୁ ଏସବୁ ତାପରେ କହିବେ ଯେ ଆପଣ ସ୍କାଇପରେ ଆସନ୍ତୁ ବା ଭିଡିଓ କଲରେ ଆସନ୍ତୁ। ସେ କେବେ ଆପଣଙ୍କର ଅଦର ନର୍ମାଲ କଲରୁ କଲ୍ କରିବେନି। ସେମାନେ କଲ୍ କରିବେ ଯେତେବେଳେ ଅଦର କିଛି ଇଣ୍ଟରନ୍ୟାସନାଲ କଲ୍ରୁ କଲ୍ କରିବେ, ଇଣ୍ଟରନ୍ୟାସନାଲ ନମ୍ବରରୁ, କି ଆପଣଙ୍କର ହ୍ୱାଟ୍ସଆପ୍ ଭିଡିଓ କଲ୍ କରିବେ, କି ଅଡିଓ କଲ୍ କରିବେ, କି ଆପଣଙ୍କର ସ୍କାଇପରେ କଲ୍ କରିବେ। ତେଣୁ ସେଥିରେ କଲା ପରେ ଯଦି ଆପଣଙ୍କର ଯାଉଛନ୍ତି ସେଥିରେ ଆପଣଙ୍କର ସ୍କ୍ରିନଟାକୁ ସେୟାର କଲା ପରେ ଆପଣଙ୍କର ସ୍କ୍ରିନ୍ ନେଲା ପରେ ବ୍ୟାଙ୍କ ଆକାଉଣ୍ଟକୁ ହ୍ୟାକ୍ କରିପାରିବେ। ତେଣୁ ଏସବୁକୁ ଏମାନେ ସେଇଭଳିଆ କ୍ରିମିନାଲ କାମ କରନ୍ତି ଏବଂ କଲା ପରେ ଲୋକଙ୍କ ଆକାଉଣ୍ଟରୁ ପଇସା ହଡପ କରନ୍ତି। ଜଷ୍ଟ କିଛି ମାସ ପୂର୍ବରୁ ଭୁବନେଶ୍ୱରରେ ଗୋଟେ କେସ୍ ହେଇଥିଲା, ଯୋଉଟା କି ସେ କେସ୍ ମୋ ପାଖକୁ ବି ଆସିଥିଲା, ଯୋଉଟା କି ଇନଫୋସିସରେ ବି ସେ କାମ କରୁଥିଲେ ଜଣେ ୟଙ୍ଗ ପିଲା। ପାଖାପାଖି ତାଙ୍କ ଆକାଉଣ୍ଟରୁ 19,80,000 ପାଖାପାଖି ତାଙ୍କ ପାଖରୁ ନିଆଯାଇଥିଲା। ଯୋଉଟା କି ସେମିତି ସେ କହିଲେ ଯେ ମୁଁ ଆପଣଙ୍କର କିଛି ମୁଁ କଷ୍ଟମ୍ସ ଡିପାର୍ଟମେଣ୍ଟରୁ କହୁଛି। ସେ ତାପରେ ତାଙ୍କର ସେଇ ପୋଲିସ ୟୁନିଫର୍ମ ତାଙ୍କୁ ଦେଖାଗଲା, ଯୋଉ ହ୍ୱାଟ୍ସଆପରୁ ଆସିଲା, ସେଥିରେ ତାଙ୍କର ପୋଲିସର ମାନେ ଡ୍ରେସ୍ ବି ଥିଲା। ତାପରେ କିଛି ଫଲ୍ସ ଆଇଡି ପ୍ରୁଫ ଦେଖେଇଲେ, ଯେମିତି ଲୋକମାନେ ଯିଏ ଜାଣିପାରିବେ ଯେ ମାନେ ତାଙ୍କର କିଛି ସନ୍ଦେହ ହବନି ଯେ ସେ ଅନ୍ୟ କିଏ ଲୋକ ବୋଲି। ତେଣୁ ସେ କଲା ପରେ ତାପରେ ବି ଏମିତି ତାଙ୍କୁ ପୁରା କଣ୍ଟିନ୍ୟୁସ୍ ତାଙ୍କୁ ଟ୍ରାକ୍ କଲା ପରେ ଯେ ସେ ତାକୁ ଛାଡ଼ିଲେନି, ମାନେ କଣ୍ଟିନ୍ୟୁସ୍ ଜାଣିପାରିଲେନି ଯେ ଜାଣିବାକୁ ବି ଏଭଳିଆ ମାନେ ୟଙ୍ଗଷ୍ଟର୍ସ ବି ସେଥିରେ ଫଲ୍ସରେ ମାନେ ଫ୍ରଡରେ ପଡ଼ିଲେ। ଯୋଉଟା କି ସେ କହିଲେ ଯେ ବ୍ୟାଙ୍କକୁ ଯାଆନ୍ତୁ, ବ୍ୟାଙ୍କରେ ଏତିକି ପଇସା ଆପଣ ଏତିକି ପଠାନ୍ତୁ। ଆସ୍ତେ ଆସ୍ତେ ପଠାଇଲା ପରେ 19,80,000 ପର୍ଯ୍ୟନ୍ତ ତାଙ୍କ ଆକାଉଣ୍ଟରୁ ଫ୍ରଡ୍ ହେଇଗଲା। ତେଣୁ ଯେମିତିକି ସେମାନେ ପ୍ରଥମେ କଷ୍ଟମ୍ସ ଅଧିକାରୀ ନିଜକୁ ପରିଚୟ ଦେଉଛନ୍ତି, ତାପରେ ଏଭଳି ଶିକାର ହଉଛନ୍ତି ଲୋକମାନେ, ଫ୍ରଡର ଶିକାର ହଉଛନ୍ତି। କିନ୍ତୁ ଜଣେ ବ୍ୟକ୍ତି ଜାଣିବ କେମିତି ଯେତେବେଳେ ମୋବାଇଲ କୁ କଲ୍ ଆସିବ, ତ ସେଇ ଯୋଉ ଲୁଟେରା ମାନେ ଅଛନ୍ତି ସେମାନେ ନମ୍ବର କେଉଁଠୁ ପାଉଛନ୍ତି ଏବଂ ଏ କ୍ଷେତ୍ରରେ କଣ କରାଯିବା ଦରକାର? ଜଣେ ତ ଜାଣିନଥିବ, କଲ୍ ଆସିବ, ସଡନ ସେ ରିସିଭ କରିବ, ତ ଏସବୁକୁ କେମିତି ଜଣେ ଜାଣିପାରିବ ଏଇଟା ଫ୍ରଡ ବୋଲି? ଦେଖନ୍ତୁ, କୌଣସି ଜାଗାରୁ ଯେତେବେଳେ କିଛି କଲ୍ ଆସିବ, ଆଇଦର ଟେଲିକମ ଡିପାର୍ଟମେଣ୍ଟ ନାଁରେ କଲ୍ ଆସୁ, କି ଆପଣଙ୍କର ଇଲେକ୍ଟ୍ରିକ ଡିପାର୍ଟମେଣ୍ଟ ନାଁରେ କଲ୍ ଆସୁ, କି ଆପଣଙ୍କର ପୋଲିସ ଡିପାର୍ଟମେଣ୍ଟରେ କଲ୍ ଆସୁ, ଏସବୁ କଲ୍କୁ କେବେ ସେଭଳିଆ ହ୍ୱାଟ୍ସଆପ୍ ବା ଏସବୁ ନର୍ମାଲ ଅଦର କଲ୍ରୁ ଆସିବ ନାହିଁ। ତେଣୁ ସେଥିରେ ଯେତେବେଳେ ଆସୁଛି ବି ଷ୍ଟ୍ରେଟ୍ ୱେ ତାଙ୍କୁ ଡିସ୍କ୍ରେଡ୍ କରିବାର ଅଛି। ତାଙ୍କୁ କହିବାର ଅଛି ୟାର ୟୁ ଆର ଫ୍ରଡ୍। ଯଦି କରିବାର ଅଛି ଦେନ୍ ଘରକୁ ଆସ ବା ଇଏକୁ ଆସ। ଯଦି ଆପଣଙ୍କ ପାଖରେ ଆଡ୍ରେସ୍, ତାଙ୍କୁ ଘର ଆଡ୍ରେସ୍ ବି ଏସବୁଗୁଡ଼ା କିଛି ଦେବାର ବି ନାହିଁ। କିଛି ଇନଫର୍ମେସନ ପର୍ସନାଲ ଡେଟା କିଛି ସେୟାର କରିବାର ବି ନାହିଁ। ତେଣୁ ଏସବୁ ଯେତେ ବି କଲ୍ ଆସିବ ଏସବୁକୁ ମାନେ କେବେ ବି ଆକ୍ସେପ୍ଟ କରିବା କଥା ନୁହେଁ। କେବେ କେୱାଇସି ପାଇଁ ବି ଆସିପାରେ ଯେ ଆପଣଙ୍କ କେୱାଇସି ରହିଯାଇଛି, ଆକାଉଣ୍ଟ ବ୍ଲକ୍ ହେଇଯିବ, ଆପଣଙ୍କର ମୋବାଇଲ ନମ୍ବର ବ୍ଲକ୍ ହେଇଯିବ। ଏସବୁଗୁଡ଼ାକୁ ଯଦି ଦେଖିବା, ଏସବୁଗୁଡ଼ା କେବେ କିଛି ଆସେ ନାହିଁ। ସମସ୍ତେ ଜାଣି ରଖିବା ଦରକାର। ଏବେ ବି ବହୁତ କିଛି ଆରବିଆଇ ତରଫରୁ ବି କିଛି ଆୱାରନେସ୍ ବି ହେଉଛି। ପ୍ଲସ୍ ଆମେ ଯେତେବେଳେ ଟେଲିକମ୍ ଉପଭୋକ୍ତା ଅଛେ,
आम सब जाना दरकार जे सबुड़ा हूँ फ्रॉड। तेणु ए सब फ्रॉडुलेंट कॉल को आम सब अवॉइड करिया दरकार। जदि भी कॉल आसिला जदि किसी से सब कॉल आसुच इमिडिएटली जदि उठेले जे अननोन नंबर कॉल उठेइबा कारण किए भी किसी आमर उठेइबा किंतु जदि से भाया कॉल आसिला किसी डिस्कशन हवाई जाऊँगी देन इमिडिएटली कॉल कट कर दिया कॉल को ब्लॉक करदे। तेणु आमर से आगू किसी देखा दरकार नहीं। जदि किसी से भाया किसी जेहेतु आम एभलिया किसी फ्रॉड करने बा किसी क्रिमिनल क्राइम करने तेणु आमको डरबार किसी ना। तेणु से सब दिगरे आम समस्ते जानिबा दरकार आमर अवेयरनेस थिबा दरकार एवं अवेयरनेस रहिले ही माने ए जो डिजिटल अरेस्ट से आम समस्ते बंची पारे। अदरवाइज जो मुझे गोटे एग्जांपल देली एत गोटे आईटी कंपनी चाकरी करके यंग माने 30 वर्ष पिला भी से फ्रॉड भितर पशि जाऊँ 20 लाख टंका 19 लाख 80 हजार टंका अकाउंट पड़ोची। तेणु आउ तो नॉर्मल पब्लिक भी माने भी कौन तेणु तथापि आम जाना दरकार केबे क्या ओटीपी दबा कथा नुहे ओटीपी शेयर करने कथा नुहे केबे किसी आपणकर पर्सनल डेटा बा आधार कार्ड पैन कार्ड ये सब किसी क्या दबा कथा नुहे। तेणु ये सब दिगरे आम समस्ते ध्यान दबा दरकार। निहाती बहुत बहुत धन्यवाद सर आपन समस्त आलोचना पर।